ବନ୍ଧୁଗଣ, ଦୂର ହବ ସବୁ ସମସ୍ୟା, ସମସ୍ତ ପ୍ରକାର ଦୁଃଖ ଏବଂ କଷ୍ଟର ଅନ୍ତ ଘଟିବ। ଏଇ ପବିତ୍ର ମାସ ମାର୍ଗଶିର ଗୁରୁବାର ଠାରୁ ଏହି ବ୍ୟକ୍ତିର ରାଶିମାନେ ହେବାକୁ ଯାଉଛନ୍ତି ମା ଲକ୍ଷ୍ମୀଙ୍କ ଶୁଭ କୃପା ଦୃଷ୍ଟିରୁ ଭାଗ୍ୟଶାଳୀ। ଏହି ବ୍ୟକ୍ତିଙ୍କର ଆରମ୍ଭ ହେବାକୁ ଯାଉଛି ଶୁଭ ଦିନ ଏଇ ପବିତ୍ର ମାର୍ଗଶିର ମାସ ଗୁରୁବାର ଠାରୁ। ବନ୍ଧୁଗଣ, 12 ମାସ ଭିତରୁ ସବୁଠାରୁ ଶ୍ରେଷ୍ଠ ମାସ ମା ଲକ୍ଷ୍ମୀଙ୍କର ପ୍ରିୟ ମାସ ହେଉଛି ମାର୍ଗଶିର ମାସ। ମାର୍ଗଶିର ମାସ ଗୁରୁବାରେ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଏହି ପବିତ୍ର ମାର୍ଗଶିର ମାସ ଗୁରୁବାରେ ଗ୍ରହ ନକ୍ଷତ୍ରଙ୍କର ଯୋଗ ସୃଷ୍ଟି ହେବାକୁ ଯାଉଅଛି। ଅତ୍ୟନ୍ତ ଶୁଭ ପ୍ରଭାବ ପଡିବାକୁ ଯାଉଛି କିଛି ଗୋଟି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଉପରେ। କିଛି ରାଶି ବ୍ୟକ୍ତିଙ୍କର ଭାଗ୍ୟର ମଧ୍ୟ ବଡ ପରିବର୍ତ୍ତନ ଘଟିବାକୁ ଯାଉଅଛି। ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହରେ ନିର୍ଦ୍ଦିଷ୍ଟ ଅନୁଯାୟୀ ରାଶି ପରିବର୍ତ୍ତନ କରିଥାନ୍ତି। ଏହି କ୍ରମଶରେ ନିଜର ରାଶି ପରିବର୍ତ୍ତନ ଅନେକ ଗ୍ରହ ନକ୍ଷତ୍ର କରିଛନ୍ତି। ଏହା ଫଳରେ 12 ଗୋଟି ରାଶିଚକ୍ରଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବାକୁ ଯାଉଅଛି। ତା ମଧ୍ୟରୁ କିଛି ଗୋଟି ରାଶି ହେବାକୁ ଯାଉଛନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ମା ଲକ୍ଷ୍ମୀଙ୍କ ଶୁଭ କୃପା ଦୃଷ୍ଟିରୁ। ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରମାଙ୍କୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ମଧ୍ୟ କୁହାଯାଇଥାଏ। ଚନ୍ଦ୍ର ଏକ ଏପରି ଗ୍ରହ ଯାହାକି ଖୁବ୍ ଶୀଘ୍ର ଚଳନ କରିଥାନ୍ତି। ଅନ୍ୟ ରାଶିର ଗ୍ରହମାନଙ୍କ ସହିତ ମଧ୍ୟ ଚନ୍ଦ୍ରମା ଖୁବ୍ ଶୀଘ୍ର ଏକତ୍ରିତ ହୋଇଥାନ୍ତି। ଶୁଭ ପ୍ରଭାବରେ ସମସ୍ତ ରାଶିଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବାକୁ ମିଳିଥାଏ। କିନ୍ତୁ ସେଥିମଧ୍ୟରୁ କିଛି ଗୋଟି ରାଶି ହେବାକୁ ଯାଉଛନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ। ଏହି ପବିତ୍ର ମାର୍ଗଶିର ମାସ ତୃତୀୟ ଗୁରୁବାର ଠାରୁ ମା ଲକ୍ଷ୍ମୀଙ୍କର ଶୁଭ ଆଶୀର୍ବାଦରୁ କିଛି ରାଶି ହେବାକୁ ଯାଉଛନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ। ବନ୍ଧୁଗଣ, ହୁଏତ ଏ ଭାଗ୍ୟଶାଳୀ ରାଶିଚକ୍ରଙ୍କ ଭିତରେ ଆପଣଙ୍କ ରାଶି ଥାଇପାରେ। ଆପଣମାନେ ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ନିହାତି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ, ଯାହା ଫଳରେ କି ଆମର ନୋଟିଫିକେସନ ଆପଣଙ୍କ ପାଖରେ ପ୍ରଥମେ ଯାଇ ପହଞ୍ଚି ପାରିବ। ଏବେ ଆସନ୍ତୁ ଜାଣିବା ସେଇ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ, ଯାହାକି ସ୍ୱୟଂ ମା ଲକ୍ଷ୍ମୀ ଏହି ପବିତ୍ର ମାର୍ଗଶିର ମାସ ତୃତୀୟ ଗୁରୁବାର ଠାରୁ ଭାଗ୍ୟର ଅଚାନକ ପରିବର୍ତ୍ତନ ଘଟେଇବାକୁ ଯାଉଛନ୍ତି କିଛି ଗୋଟି ରାଶିଚକ୍ରଙ୍କ ଉପରେ। ବନ୍ଧୁଗଣ, ଏହି ପବିତ୍ର ମାର୍ଗଶିର ମାସ ତୃତୀୟ ଗୁରୁବାର ଠାରୁ ବଦଳିବାକୁ ଯାଉଛି ଆପଣଙ୍କର ଭାଗ୍ୟ। ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୁନଃସାଥ ଦେବା ପାଇଁ ଯାଉଅଛି, ଯାହାକି ଆପଣ ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ବନୁଅଛି। ଏବେ ଆସନ୍ତୁ ଜାଣିବା ସେ ପ୍ରଥମ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛନ୍ତି ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏହି ପବିତ୍ର ମାସ ମାର୍ଗଶିର ମାସ ଠାରୁ, ଯାହାକି ମା ଲକ୍ଷ୍ମୀଙ୍କର ଶୁଭ କୃପା ଦୃଷ୍ଟି ଆପଣଙ୍କ ରାଶିଚକ୍ରରେ ପଡିବାକୁ ଯାଉଅଛି। ଆପଣ ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ସଫଳତା ଆପଣଙ୍କ ସାଥ ଦେବ, ଯାହା ଫଳରେ କି ଆପଣଙ୍କ ମନ ମଧ୍ୟ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟ ଅବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି। ଅଚାନକ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ଆପଣଙ୍କ ବନୁଅଛି। ଆପଣଙ୍କର ଲାଗି ରହିଥିବା ଆର୍ଥିକ ସମସ୍ୟା ସମସ୍ତ ଏବେ ଦୂର ହେବା ପାଇଁ ଯାଉଅଛି। କାହିଁକି ନା ମା ଲକ୍ଷ୍ମୀଙ୍କର ଶୁଭ ଆଶିଷ ଆପଣଙ୍କ ଭାଗ୍ୟଚକ୍ର ଉପରେ ଥିବାରୁ ଆପଣଙ୍କ ବି ଆର୍ଥିକ ଅନାଟନ ଘଟିବ ନାହିଁ, ଯାହା ଫଳରେ କି ଆପଣ ଅତ୍ୟନ୍ତ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରନ୍ତି। ବିଜନେସ ବାଣିଜ୍ୟରେ ଆପଣ ଅଧିକରୁ ଅଧିକ ଲାଭ କରି ଅନ୍ୟମାନଙ୍କୁ ସହଯୋଗ ସହାନୁଭୂତି ମଧ୍ୟ ଦେଖାଇ ପାରନ୍ତି, ଯାହା ଫଳରେ ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ଆପଣଙ୍କ ଗୃହରେ ଲାଗି ରହିଥିବା ସମସ୍ତ କଳହ ଏବେ ସମାପ୍ତ ହୋଇ ଆପଣଙ୍କ ଗୃହରେ ସୁଖ ଶାନ୍ତି ସମୃଦ୍ଧି ଏବେ ଫେରି ପାଇବ। ତା ସହିତ ବନ୍ଧୁ ଏବଂ ପରିବାର ଲୋକ ଆପଣଙ୍କୁ ଅତ୍ୟନ୍ତ ସାଥ ଦେବେ। ଆପଣ ଯେକୌଣସି କାର୍ଯ୍ୟ କରିବେ ସେଥିରେ ସଫଳତା ନିଶ୍ଚୟ ଆପଣଙ୍କୁ ମିଳିବ। ଦୂରଯାତ୍ରା କରିବାର ଯୋଗ ମଧ୍ୟ ଆପଣଙ୍କର ବନୁଅଛି। ଶିକ୍ଷା କ୍ଷେତ୍ରରେ ଆପଣ ନିଶ୍ଚିନ୍ତ ସକ୍ସେସ ପାଇବା ପାଇଁ ଯାଉଛନ୍ତି। କୌଣସି ଏକ୍ଜାମ ବା ଇଣ୍ଟରଭ୍ୟୁ ଥିଲେ ଆପଣ ନିଶ୍ଚୟ ସକ୍ସେସ ପାଇବେ। ଏହି କ୍ଷେତ୍ରରେ ଆପଣ ନୂତନ ପଦବୀ ମଧ୍ୟ ପାଇପାରନ୍ତି। ତା ସହିତ ଆପଣଙ୍କର ଦରମା ବୃଦ୍ଧି ପାଇବାର ଯୋଗ ବନୁଅଛି। ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି ସ୍ୱୟଂ ମା ଲକ୍ଷ୍ମୀଙ୍କ ଶୁଭ ଆଶିଷରୁ। ତ ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଦ୍ୱିତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି କନ୍ୟା ରାଶି। କନ୍ୟା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏହି ପବିତ୍ର ମାର୍ଗଶିର ମାସ ତୃତୀୟ ଗୁରୁବାର ଠାରୁ, ଯାହାକି ସ୍ୱୟଂ ମା ଲକ୍ଷ୍ମୀ ଆପଣଙ୍କ ରାଶିଚକ୍ରରେ ଶୁଭ ଦୃଷ୍ଟି ପକାଇଛନ୍ତି।
ଆପଣ ଯେକୌଣସି କାର୍ଯ୍ୟ କଲେ ଆପଣଙ୍କୁ ସଫଳ ମିଳିବା ସହ ପୁନଃସାଥ ଦେବାକୁ ଯାଉଅଛି ଆପଣଙ୍କ ଭାଗ୍ୟ। ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଅଛି ମା ଲକ୍ଷ୍ମୀଙ୍କ ଆଶୀଷରୁ। ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ଆପଣ ସେଥିରେ ସଫଳତା ପାଇବେ। ଚାକିରୀ କ୍ଷେତ୍ରରେ ଆପଣ ନୂତନ ପଦବୀ ମଧ୍ୟ ପାଇପାରନ୍ତି। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରି ଅନ୍ୟକୁ ସହଯୋଗ ମଧ୍ୟ ଦେଖେଇ ପାରନ୍ତି। ଟ୍ରେଣ୍ଡିଂ କାମରେ ଆପଣ ପ୍ରଚୁର ଟଙ୍କା ମଧ୍ୟ ଇନକମ୍ କରିପାରନ୍ତି। ହୁଏତ ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାଥ ଦେଇଥିବାରୁ କୋଟିପତି ବନିବାର ଯୋଗ ମଧ୍ୟ ଆପଣଙ୍କର ଖୋଲିବାକୁ ଯାଉଅଛି ମା ଲକ୍ଷ୍ମୀଙ୍କ ଶୁଭ ଆଶୀଷରୁ। ଶିକ୍ଷା କ୍ଷେତ୍ର ଆପଣ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ବନୁଅଛି। ଆପଣଙ୍କ ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ତା ସହିତ ସୁଖ ଶାନ୍ତି ସମୃଦ୍ଧି ଆପଣଙ୍କ ପରିବାରକୁ ଫେରି ପାଇବେ। ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ଆପଣ ନିଶ୍ଚୟ ସଫଳତା ପାଇବେ। ମା ଲକ୍ଷ୍ମୀଙ୍କ ଶୁଭ ଆଶୀଷ ଆପଣଙ୍କ ଭାଗ୍ୟଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଏବେ ସଫଳ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ତୃତୀୟ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ତୃତୀୟ ଭାଗ୍ୟଶାଳୀ ରାଶି ହେଉଛନ୍ତି ତୁଳା ରାଶି। ତୁଳା ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏହି ପବିତ୍ର ମାର୍ଗଶିର ମାସଠାରୁ, ଯାହାକି ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୁନଃସାଥ ଦେବା ପାଇଁ ଯାଉଅଛି। ମା ଲକ୍ଷ୍ମୀଙ୍କ ଶୁଭ ଆଶୀଷ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। କୋର୍ଟ କଚେରୀ ମାମଲା ସମସ୍ତ ସପକ୍ଷ ଆପଣଙ୍କ କୋର୍ଟ କଚେରୀ ମାଲି ମକଦ୍ଦମା ସମସ୍ତ ରାୟ ଆପଣଙ୍କ ସପକ୍ଷରେ ମିଳିବ। ତା ସହିତ ଆପଣଙ୍କ ମନ ମଧ୍ୟ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ନିଶ୍ଚୟ ସଫଳତା ମିଳିବ। ଅଚାନକ ଆପଣ ଧନ ପ୍ରାପ୍ତି ହେବାର ଯୋଗ ମଧ୍ୟ ବନୁଅଛି। ତା ସହିତ ପୌତ୍ରିକ ସମ୍ପତ୍ତିରୁ ଆପଣ ଲାଭ ପାଇପାରନ୍ତି। ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଅଛି। ବିଜନେସ୍ ବାଣିଜ୍ୟରେ ଅନ୍ୟକୁ ସହଯୋଗ ସହାନୁଭୂତି ଦେଖେଇ ଆପଣ ଅଧିକ ଇନଭେଷ୍ଟ କରିବା ସହ ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ଆପଣଙ୍କର ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଏବେ ସଫଳତା ପାଇବେ। ପ୍ରତିଟି କାର୍ଯ୍ୟ ଆପଣ ସହଯୋଗ ସହାନୁଭୂତି ଦେଖେଇ ପ୍ରଶଂସାର ପାତ୍ର ମଧ୍ୟ ହୋଇପାରନ୍ତି। ବନ୍ଧୁ ଏବଂ ପରିବାରଙ୍କ ଲୋକଙ୍କର ସହଯୋଗ ସହାନୁଭୂତି ଆପଣ ପାଇ ଆପଣ ଅତ୍ୟନ୍ତ ଖୁସି ଅନୁଭବ କରିବେ। ନୂତନ କର୍ମ ସଂସ୍ଥାରେ ଆପଣ ନିଯୁକ୍ତି ପାଇବା ସହିତ ଅନ୍ୟଠାରୁ ମଧ୍ୟ ଆପଣ ପ୍ରଶଂସାର ପାତ୍ର ହୋଇପାରନ୍ତି। ରାଜନୈତିକ କ୍ଷେତ୍ରରେ ଅନ୍ୟକୁ ଆଧାର କରି ଆପଣ ଉନ୍ନତି ହେବେ। ଆପଣଙ୍କ ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ କରିବାର ଯୋଗ ବନୁଅଛି। ପ୍ରତିଟି କାର୍ଯ୍ୟ ଆପଣଙ୍କର ସୁଖ ଏବଂ ମଙ୍ଗଳମୟ ହେବାକୁ ଯାଉଅଛି ମା ଲକ୍ଷ୍ମୀଙ୍କର ସ୍ୱୟଂ ମା ଲକ୍ଷ୍ମୀଙ୍କ ଶୁଭ କୃପା ଦୃଷ୍ଟିରୁ। ଏବେ ଆସନ୍ତୁ ଜାଣିବା ଚତୁର୍ଥ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଚତୁର୍ଥ ଭାଗ୍ୟଶାଳୀ ରାଶି ହେଲେ ଧନୁ ରାଶି। ଧନୁ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏହି ପବିତ୍ର ମାର୍ଗଶିର ମାସଠାରୁ, ଯାହା ଫଳରେ କି ସେମାନଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବା ସହିତ ମା ଲକ୍ଷ୍ମୀଙ୍କ ଶୁଭ ଆଶୀର୍ବାଦ ପାଇବା ପାଇଁ ଯାଉଛନ୍ତି। ଆପଣ ଯେକୌଣସି କାମରେ ହାତ ଦିଅନ୍ତୁ ନା କାହିଁକି ଆପଣ ସଫଳ ନିଶ୍ଚୟ ପାଇବେ। ଚାକିରୀ କ୍ଷେତ୍ରରେ ଆପଣ ଉଚ୍ଚ ପଦବୀ ମଧ୍ୟ ପାଇପାରନ୍ତି। ତା ସହିତ ଶିକ୍ଷା କ୍ଷେତ୍ରରେ ଆପଣ ଦୂର ସ୍ଥାନକୁ ଯାତ୍ରା ମଧ୍ୟ କରିପାରନ୍ତି। ଆପଣ ଉପର ଅଫିସରଙ୍କ ଠାରୁ ମଧ୍ୟ ପ୍ରଶଂସାର ପାତ୍ର ହୋଇପାରନ୍ତି। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଟଙ୍କା ଇନଭେଷ୍ଟ କରି ଅନ୍ୟକୁ ସହଯୋଗ ମଧ୍ୟ କରିପାରନ୍ତି। ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ପରିବାରରେ ଆପଣଙ୍କର ସୁଖ ଶାନ୍ତି ସମୃଦ୍ଧି ଏବେ ଫେରି ପାଇବ। ଆପଣଙ୍କର ଲାଗି ରହିଥିବା କୋର୍ଟ କଚେରୀ ମାମଲା ସମସ୍ତ ଏବେ ସମାପ୍ତ ହୋଇ ସମସ୍ତ ରାୟ ଆପଣଙ୍କ ସପକ୍ଷରେ ମିଳିବ, ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ସହିତ ସ୍ୱାସ୍ଥ୍ୟାବସ୍ଥା ବହୁତ ଭଲ ରହିବା ପାଇଁ ଯାଉଅଛି। ମା ଲକ୍ଷ୍ମୀଙ୍କ ଶୁଭ ଆଶୀର୍ବାଦ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ଷଷ୍ଠ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ଷଷ୍ଠ ଭାଗ୍ୟଶାଳୀ ରାଶି ହେଲେ ମକର ରାଶି। ମକର ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏହି ପବିତ୍ର ମାର୍ଗଶିର ମାସଠାରୁ। ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ମା ଲକ୍ଷ୍ମୀଙ୍କ ଶୁଭ ଆଶୀର୍ବାଦ ଆପଣଙ୍କ ଉପରେ ଅଛି। ଆପଣଙ୍କର ଲାଗି ରହିଥିବା ଆର୍ଥିକ ସମସ୍ୟା ଏବେ ଦୂର ହୋଇ ନୂତନ ପନ୍ଥା ଆପଣ ପାଇପାରିବେ। ତା ସହିତ ଭୌତିକ ସମ୍ପତ୍ତିରୁ ମଧ୍ୟ ଆପଣ ଲାଭବାନ ହୋଇପାରନ୍ତି। ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ନା କାହିଁକି ସେଥିରେ ସଫଳ ପାଇବେ।
କୋର୍ଟ କଚେରୀ ମାଲି ମକଦ୍ଦମା ସମସ୍ତ ରାୟ ଆପଣଙ୍କ ସପକ୍ଷରେ ଯିବ। ଆପଣଙ୍କର ଲାଗି ରହିଥିବା ସ୍ୱାସ୍ଥ୍ୟାବସ୍ଥାରେ ନୂତନ ପରିବର୍ତ୍ତନ ଦେଖାଦେବା ସହିତ ଆପଣଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ପରିବର୍ତ୍ତନ ହେବ, ଯାହା ଫଳରେ କି ଆପଣଙ୍କ ମନ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ଅଚାନକ ଆପଣ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ମଧ୍ୟ ବନୁଅଛି। ଆପଣଙ୍କ ଗୃହରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ ହେବା ପାଇଁ ଯାଉଅଛି। ତା ସହିତ ଆପଣଙ୍କ ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଏବେ ପାଇବେ। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଟଙ୍କା ଇନଭେଷ୍ଟ କରି ଅନ୍ୟକୁ ସହଯୋଗ ସହାନୁଭୂତି ଦେଖାଇ ପାରନ୍ତି, ଯାହା ଫଳରେ କି ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ଆପଣ ଗୃହପାଳିତ ପଶୁ ଏବଂ ଯାନ ମଧ୍ୟ ଗୃହକୁ କ୍ରୟ କରିବାର ଯୋଗ ବନୁଅଛି। ଆପଣ ଯେକୌଣସି କାମରେ ହାତ ଦେବେ ସେଥିରେ ସଫଳତା ପାଇବା ସହିତ ଉପର ଅଧିକାରୀଙ୍କ ଠାରୁ ମଧ୍ୟ ପ୍ରଶଂସାର ପାତ୍ର ହୋଇପାରନ୍ତି। ସ୍ୱୟଂ ମା ଲକ୍ଷ୍ମୀଙ୍କର ଶୁଭ ଆଶୀର୍ବାଦ ଆପଣଙ୍କ ରାଶିଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ମଙ୍ଗଳମୟ ଏବଂ ଶୁଭ ହେବା ପାଇଁ ଯାଉଅଛି। ଏବେ ଆସନ୍ତୁ ଜାଣିବା ସପ୍ତମ ଭାଗ୍ୟଶାଳୀ ରାଶିଚକ୍ରଙ୍କ ବିଷୟରେ। ସପ୍ତମ ଭାଗ୍ୟଶାଳୀ ରାଶି ହେଲେ କୁମ୍ଭ ରାଶି। କୁମ୍ଭ ରାଶି ବ୍ୟକ୍ତିଙ୍କର ଅତ୍ୟନ୍ତ ଶୁଭ ସମୟ ଚାଲିବାକୁ ଯାଉଛି ଏହି ମାର୍ଗଶିର ମାସ ଗୁରୁବାର ଠାରୁ, ଯାହା ଫଳରେ କି ଆପଣଙ୍କର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣ ହେବା ପାଇଁ ଯାଉଅଛି। ସାମାଜିକ କଲ୍ୟାଣ ଆପଣ କାର୍ଯ୍ୟ କରି ଯଶ ମାନ ପ୍ରତିଷ୍ଠା କରିବାର ଯୋଗ ମଧ୍ୟ ରହିଅଛି। କର୍ମ କ୍ଷେତ୍ରରେ ଉପରିସ୍ଥ ଆପଣଙ୍କୁ ଅତ୍ୟନ୍ତ ଲାଭ ଦେଇପାରନ୍ତି, ଯାହା ଫଳରେ କି ଆପଣ ସମାଜରେ ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ଅଚାନକ ପୈତୃକ ସମ୍ପତ୍ତିରୁ ଆପଣ ଲାଭବାନ ହୋଇପାରନ୍ତି। ତା ସହିତ ଆପଣଙ୍କର ଲାଗି ରହିଥିବା ଆର୍ଥିକ ସମସ୍ୟା ଏବେ ଦୂର ହେବା ପାଇଁ ଯାଉଅଛି। ଆପଣ ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ଅତ୍ୟନ୍ତ ସଫଳତା ପାଇବେ। ଚାକିରୀ କ୍ଷେତ୍ରରେ ଉଚ୍ଚ ପଦବୀ ପାଇବା ସହିତ ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ମଧ୍ୟ ବନୁଅଛି। ସ୍ୱାସ୍ଥ୍ୟାବସ୍ଥାରେ ଆପଣଙ୍କର ନୂତନ ପରିବର୍ତ୍ତନ ଦେଖାଦେବ, ସେଥିପାଇଁ ଆପଣଙ୍କ ମନ ମଧ୍ୟ ଅତ୍ୟନ୍ତ ପ୍ରଫୁଲ୍ଲିତ ରହିବ। ବିଜନେସ୍ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକରୁ ଅଧିକ ଇନଭେଷ୍ଟ କରିବା ସହିତ ଅନ୍ୟକୁ ମଧ୍ୟ ସାହାଯ୍ୟ ଦେଖାଇ ପାରନ୍ତି, ଯାହା ଫଳରେ କି ସମାଜରେ ଆପଣଙ୍କର ମାନ ସମ୍ମାନ ଯଶ ବୃଦ୍ଧି ପାଇବା ପାଇଁ ଯାଉଅଛି। ବିଦ୍ୟାର୍ଥୀ କ୍ଷେତ୍ରରେ ଆପଣ ଯେକୌଣସି ଇଣ୍ଟରଭ୍ୟୁ ବା ଏକ୍ଜାମ ଦେବେ ସେଥିରେ ନିଶ୍ଚୟ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ଆପଣଙ୍କର ଅତ୍ୟନ୍ତ ସୁଖମୟ ହେବା ପାଇଁ ଯାଉଅଛି। ମା ଲକ୍ଷ୍ମୀଙ୍କ ସ୍ୱୟଂ ମା ଲକ୍ଷ୍ମୀଙ୍କ ଶୁଭ ଆଶୀର୍ବାଦ ଆପଣଙ୍କ ଭାଗ୍ୟଚକ୍ର ଉପରେ ଥିବାରୁ ଆପଣଙ୍କର ପ୍ରତିଟି କାର୍ଯ୍ୟ ଶୁଭ ଏବଂ ମଙ୍ଗଳମୟ ହେବା ପାଇଁ ଯାଉଅଛି। ଏହି ସବୁ ଥିଲା ଭାଗ୍ୟଶାଳୀ ରାଶିଚକ୍ରଙ୍କର ଭାଗ୍ୟଫଳ। ମାର୍ଗଶିର ମାସ ଗୁରୁବାର ଠାରୁ ସ୍ୱୟଂ ମା ଲକ୍ଷ୍ମୀଙ୍କର ଶୁଭ ଆଶୀର୍ବାଦ ପଡିବାକୁ ଯାଉଛି ଏହି କିଛି ଗୋଟି ଭାଗ୍ୟଶାଳୀ ରାଶିଚକ୍ରଙ୍କ ଉପରେ, ଯାହା ଫଳରେ କି ଏମାନଙ୍କ ଜୀବନରେ ଅଟକି ଯାଇଥିବା ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବା ସହିତ ଭାଗ୍ୟ ଏମାନଙ୍କ ପାଇଁ ପୁନଃସାଥ ଦେଉଅଛି, ଯାହା ଫଳରେ ସେମାନଙ୍କ ଜୀବନ ସୁଖ ଶାନ୍ତି ସମୃଦ୍ଧିରେ ଭରିଯିବ। ତ ବନ୍ଧୁଗଣ, ଆପଣମାନଙ୍କୁ କେମିତି ଲାଗିଲା ଏହି ଭିଡିଓଟି କମେଣ୍ଟ ବକ୍ସରେ ଆମକୁ ଜୟ ମା ଲକ୍ଷ୍ମୀ ଲେଖି ଜଣାନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଏବଂ ଭିଡିଓଟିକୁ ଲାଇକ୍ କରନ୍ତୁ।